মুসলিম যেখানে যায় মক্কা মদিনা হিন্দু লোক যাচ্ছে, তো আপনি কি করে মন্দিরে ঢুকলে সেটা? আমরা তো জানি না। আপনি জানেন কি করে? आपको जो लेकर आपको जो लेकर दिल्ली से बताओ कहाँ है? भूल हो गया नहीं आप জানি না। আমি সেটা বলছি না, আপনি যদি বাংলা আপনি যদি মুসলিম লোক আছে আপনি কি করে ঢুকলে? मोबाइल सागर है आप अंदर गए थे? मोबाइल काम करते आप अंदर गए थे? बुझलाम ना। दर्शन किया ना ना दर्शन नहीं আমি এই জায়গায় ছিল বাইরে। आप कब आए पूरी? आप पूरी कब आए? शनिवार। हाँ, अब आज मंदिर कैसे गए अंदर? मंदिर कैसा है मैं हम আসলে জানি না। তো আমরা আমাদের একটা হিন্দু দাদা এসে তো উনি আমাদের ভিতরে নিয়ে গেছে। আমরা তো আসলে জানি না আসলে ভিতরে যায় কি না। আপনি কি হিন্দু না মুসলিম আছে? আমি মুসলিম। मुस्लिम अच्छे की नाम? मुशर्रफ होसैन की एमडी मुशर्रफ होसैन। आपको मालूम नहीं अंदर मुस्लिम अलाउड नहीं है? আমি জানি না, কিন্তু আমাদের সাথে দাদা আসছে উনি নিয়ে গেছে। जो लेके गया उसका नाम क्या? दिलीप कुमार शाह। दिलीप कुमार शाह। वो कहाँ का है? बांग्लादेश का। वो बांग्लादेश का है। वो पहले पूरी आया है? पहले पूरी आया। हम लोग पहले। आप लोग पहले आए? वो पहले से आया था पूरी दिलीप शाह? वो नहीं पहले से, हम लोग पहले। आप कौन सा होटल में ठहरे? আমরা হোটেলের নাম দেয় মতো মনে নাই। হ্যাঁ হোটেলে আপনার পাশ কিছু আইডেন্টি প্রুফ আছে? আছে হোটেলে আমাদের পাসপোর্ট আছে। এইটা আছে আইডি প্রুফ। সে বঙ্গালী সাথে কথা হেলি তাଙ୍କୁ ଗୋଟେ ଥାନାକୁ ଆଣିଲି। ଥାନାରେ ଆଇସିକି ଜଣେଇଲି ମୁଁ ଦେଖନ୍ତୁ ସାର୍ 4 ଜଣ ମୁସଲିମ ଲୋକ ବସିଛନ୍ତି ବାହାରେ, ସେମାନେ ବନ୍ଧନ ଭିତରକୁ ଯାଇଛନ୍ତି। ତ ସେମାନେ ଆସିଲେ ତ ସମସ୍ତେ ମୁସଲିମ। 4 ଜଣ ମୁସଲିମ ଲୋକ ଅଛନ୍ତି। ଯେଉଁମାନେ ଭିତରକୁ ଯାଇଥିଲେ ସେମାନେ କ'ଣ? ସେମାନେ ସମସ୍ତେ ମୁସଲିମ। ସେମାନେ ସମସ୍ତେ ଆସିଛନ୍ତି ବାଂଲାଦେଶରୁ। ସମସ୍ତଙ୍କର ପାସପୋର୍ଟ ବି ଅଛି। 4 ଜଣ ମୁସଲିମ ଲୋକ ହିନ୍ଦୁ ଲୋକ ସାଙ୍ଗରେ ଅଛନ୍ତି। ସେ ତାଙ୍କୁ ସାଙ୍ଗେ ନେଇ ଯାଇଛନ୍ତି ମନ୍ଦିର ଭିତରକୁ ଦର୍ଶନ କରି ତାଙ୍କୁ ଆଣିଛନ୍ତି। ମୁଁ ବାହାରକୁ ବତାଇଲି ସମସ୍ତେ ପହଞ୍ଚୁଛନ୍ତି। ମନ୍ଦିରରେ ଦେଖନ୍ତୁ ମନ୍ଦିରରେ ଏତେ ପୋଲିସ ପ୍ରଶାସନ ବର୍ତ୍ତମାନ ମନ୍ଦିର ପ୍ରଶାସନ କରିଛନ୍ତି, କିନ୍ତୁ ତା ସତ୍ତ୍ୱେ ମୁସଲିମ ଲୋକମାନେ ମନ୍ଦିର ଭିତରେ ପଶିକି ଭୋଗ କରିକି ଭୋଗ ନେଇକି ଆସୁଛନ୍ତି। ତାହେଲେ ଆଗକୁ ଯଦି କ'ଣ ବଡ଼ କିଛି ଘଟିଯାଏ ମନ୍ଦିର ଭିତରେ ଦାୟୀ ଦାମୀ କିଏ ରହିବ? ଯଦି ପୋଲିସ ପ୍ରଶାସନ ଅଛନ୍ତି, ଯଦି ମୁସଲିମ ଲୋକ ଯଦି ମନ୍ଦିର ଭିତରେ ପଶିକି ଭୋଗ କରିକି ଭୋଗ ନେଇକି ଆସିଲେଣି, ତାଙ୍କୁ ଆଇଡେଣ୍ଟିଫାଇ କରୁଛନ୍ତି ସେମାନେ ମୁସଲିମ ବୋଲି, ତାହେଲେ କ'ଣ ଏଠି ପ୍ରଶାସନ ରହିକି ଏତେ ପୋଲିସ ରହିକି ଲାଭ କ'ଣ ମନ୍ଦିର ପାଖରେ ଆମର? ସେଇଟା ଆଇଡେଣ୍ଟିଫାଇ କରିବା ପ୍ରଥମ ଜିନିଷ ସେଇଟା। ଆଜି ସିନା ଆମେ ଧରିଲୁ ବୋଲିକା ଯଦି ଆଗକୁ ବଡ଼ ଝଗଡ଼ା ଘଟେ ତାପରେ ଦାୟୀ କିଏ ରହିବ? ଏଇଟାକୁ ଭଜନର କାମ। ଭଜନର ଆଇଡେଣ୍ଟିଫାଇ କରିବ କିଏ ମୁସଲିମ କିଏ ମନ୍ଦିରକୁ ପଶିଲା, ଏଇଟା ପୋଲିସ ପ୍ରଶାସନ କରିବା ଜିନିଷ ସେଇ ଜିନିଷଟା। ଭଜନର କମେଇକି କାମ ହାତରେ କରିବାକୁ ଜଗିବାକୁ ଯିବ। ଶାନ୍ତନୁ ପାଣ୍ଡେ, ବଜେନ୍ଦ୍ର, ଜିଲ୍ଲା ସଂଯୋଗ, ପୁରୀ। କ'ଣ ଘଟଣା ଜଣାପଡ଼ୁଛି? ନାଇଁ ସେମାନେ ଆସି ଆଲିଗେସନ୍ କଲେ ଯେ କିଛି ମାନେ ଅନ୍ୟ ଧର୍ମର ଲୋକ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି। ସେ ଆଲିଗେସନ୍ ଉପରେ ଆମେ ଯେଉଁମାନେ ଥିଲେ ତାକୁ ଆମେ ଅଟକେଇକି ଆମେ ବର୍ତ୍ତମାନ ଆମେ ଭେରିଫିକେସନ୍ ଚାଲିଛି। ଆଉ ବର୍ତ୍ତମାନ ସେମାନେ କେଉଁ ହୋଟେଲରେ ଅଛନ୍ତି, କେଉଁଠୁ ଆସିଛନ୍ତି, ଏ ବାବଦରେ ଆମେ ପଚରାଉଚରା କରୁଛୁ। ତାପରେ ଯଦି ସେପରି କିଛି ଘଟଣା ଘଟିଥାଏ ତାହେଲେ ଆମେ ତା ଉପରେ ଆଇନ ଅନୁଯାୟୀ ଯେଉଁ ପାସପୋର୍ଟ ଚିହ୍ନଟି ମିଳିଛି ସେଥିରେ ବାଂଲାଦେଶୀ ବୋଲି ଉଲ୍ଲେଖ କରାଯାଇଛି, ସେ ସମ୍ପର୍କରେ କିଛି ସେମାନଙ୍କର ଅଛନ୍ତି ପାସପୋର୍ଟ ଯେଉଁଗୁଡ଼ା ଅଛନ୍ତି ଆମେ ଭେରିଫାଏ କରୁଛୁ। ବର୍ତ୍ତମାନ ତା ଭିତରୁ ଜଣେ ହିନ୍ଦୁ ଲୋକ ଅଛି, ଆଉ ବାକି ଯେଉଁ ପାସପୋର୍ଟ ଦେଖୁଛନ୍ତି ମୁସଲିମ ଲୋକ ଜଣେ ଅଛନ୍ତି। ତେଣୁ ଆମେ ତାକୁ ଭେରିଫାଏ କରୁଛୁ। ଅନ୍ୟମାନଙ୍କର ପାସପୋର୍ଟ ଇତ୍ୟାଦି ଭେରିଫାଏ କରିବା ପାଇଁ ଆଇସି ଯାଇଛନ୍ତି। ଆସିଲା ପରେ ଆମେ ଯାହା ଆଇନ ଅନୁଯାୟୀ ହେଉଛି। ସେଇ ଯେଉଁ ହିନ୍ଦୁ ଲୋକଟିକୁ ଆପଣ ପଚରାଉଚରା କଲେ ସିଏ ହିଁ ନେଇକି ଯାଇଥିଲା ବୋଲି କନଫେସ୍ କରୁଛି। ନା ଆମେ ସେଗୁଡ଼ାକ ତାକୁ ପଚାରୁଥିଲୁ। ସେ ତ ମନ୍ଦିର ଯାଇଥିଲେ, ସେ ହିନ୍ଦୁ ଲୋକ ସେ କହୁଛି ମୁଁ ଯାଇଥିଲା, ଆଉ କିଏ ଯାଇଥିଲେ ନ ଯାଇଥିଲେ ଆମେ ସେଗୁଡ଼ା ଭେରିଫାଏ କରିକି ତାପରେ ଯାହା ହେବା କଥା ସେମାନେ ତ ଯାଇଥିଲେ, ଅବଢ଼ା ବି କିଣିଛନ୍ତି ମନ୍ଦିର ଭିତରୁ ବୋଲି ମାନିଛନ୍ତି, କହିଛନ୍ତି ଯେ ଆମେ ଯାଇଥିଲୁ। କେଉଁ କେଉଁ ଦିଗକୁ ନେଇକି ବର୍ତ୍ତମାନ ଦେଖାଯିବ? ସେମାନେ ତାଙ୍କର ପାସପୋର୍ଟ ଅଛି ନା ନାହିଁ ଦେଖିବା। ଯଦି ବାହାର ପରେ ନ୍ୟାସନାଲ୍ ହେଇଥିବ ତାଙ୍କ ପାସପୋର୍ଟ ଅଛି କି ନାହିଁ, କ'ଣ କେଉଁ ଭିସାରେ ସେମାନେ ଆସିଛନ୍ତି, ଟୁରିଷ୍ଟ ଭିସାରେ ଆସିଛନ୍ତି, କେଉଁ ଭିସାରେ ଆସିଛନ୍ତି, ଏଗୁଡ଼ା ସବୁ ଭେରିଫାଏ ହେବ ତାପରେ। ଠିକ୍ ଅଛି, ଥ୍ୟାଙ୍କ ୟୁ।